ଅସନ ପାହାଳି ଗ୍ରାମର ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ। ଢେଙ୍କାନାଳ ଅସନ ପାହାଳି ଗ୍ରାମର ଏକ କୋଠ ଜାଗା ଯେଉଁଥିରେ ଗ୍ରାମବାସୀମାନେ ଟ୍ରାନ୍ସଫର୍ମର ଓ କୂଅ କରି ଗ୍ରାମବାସୀମାନେ ଚଳପ୍ରଚଳ କରନ୍ତି। ସେହି ଜାଗାକୁ ଗ୍ରାମର ଜଣେ ବ୍ୟକ୍ତି ସୁମନ୍ତ କୁମାର ଦାସ ପିତା ସଚିଦାନନ୍ଦ ଦାସ ଜୋର ଜବରଦସ୍ତ ଅକ୍ତିଆର କରି ଗ୍ରାମବାସୀମାନଙ୍କୁ କୂଅରୁ ପାଣି ପାଇଁ ବନ୍ଦ କରୁଛି। ଗ୍ରାମବାସୀମାନେ ଗ୍ରାମରେ ସଭା କରି କହିପାରୁ ସଭାରେ ଗ୍ରାମବାସୀମାନଙ୍କୁ ଗାଳି ଗୁଲଜ କରି ଯୋଉଠିକି ଯିବା କଥା ଯା କଲେକ୍ଟର ତହସିଲଦାର ମୋର କିଛି କରିପାରିବେନି କହୁଛି। ଏଥିପାଇଁ ଗ୍ରାମର ସଭାପତି ଆର୍ତ ବନ୍ଧୁ ଦାସ ସମ୍ପାଦକ ମଳୟ ଦାସ ଓ ଶତାଧିକ ଗ୍ରାମବାସୀମାନେ ଆଜି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା ଓ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ମୋ ନାଁ ହଉଛି ଆର୍ତ୍ତବନ୍ଧୁ ଦାସ। ପ୍ରେସିଡେଣ୍ଟ ଆମ ଜାଗା ଗୋଟେ କୋଠ ଜାଗା ଅଛି, ସେ ଜାଗା ହଉଛି ସୁମନ୍ତ ଦାସ ଜୋର ଜବର କରି ଅଧିକାର ଦେଇ ସାରିଛି। ଯେତେ ପ୍ରକାର ଯାହା କହୁଛୁ ଗାଁକୁ ଡକେଇଲୁ ଗାଁରେ କଥା ମାନିଲା ନାହିଁ। ମୁଁ ତମକୁ କଥା ମାନିବି, ତେଣୁ ମୋର ଯାହା କରିବା କର, କଲେକ୍ଟର କହ ତହସିଲଦାର କହ, ମୋର କଣ କରିବା କଥା ଆସିକି ଦେଖିବି। ଏତବେଳେ କହିକି ଆମେ ଆସିଛୁ, ନିରାଶ ହେଇକି ଆସିକି ମୋ ପାଖେ ପହଞ୍ଚିଛୁ। ଆଉ କେତେ ଜାଗା ଥିଲା ଆଉ ସେ କୋଉ ଜାଗା ଥିଲା? ଜାଗା ଆଜ୍ଞା ଅଛି ସେ 2 ଗୁଣ୍ଠୁ 2.5 ଗୁଣ୍ଠା ଜୋର ଜବର କରିଛି। ହଁ ଜାଗା ଥିଲା ଆମର ସ୍ୱଳ୍ପ ଜାଗା ତ ହିସାବରେ ଯାତ୍ରା ବେଳକୁ ଜାଗା ପାଉନି, ଛୋଟିଆ ଜାଗା ଖଣ୍ଡକ ଆଉ ଚାରିପାଞ୍ଚ ଦେବାଲ ଦେଇ ଦେଇଛି। ଆଉ କଣ ଚାହୁଁଛନ୍ତି ଆପଣ? ଆମେ ଚାହୁଁଛୁ ଯେ ଆମ ଜାଗା ଖଣ୍ଡକ ଦେଲେ ଆମେ ଯାତ୍ରା କରିବୁ, ଗୋଟେ ଦୋଳ ଫାଡି ହବ, କିନ୍ତୁ ଗୋଟେ ଫଙ୍କସନ କରିବୁ ବୋଲି ଚିନ୍ତା କରିଛୁ। ଆଉ ଜାଗା ତ ନାହିଁ। ରାଜବିହାରୀ ଦାସ ଘର ଅସନ ବାହାଳି। ଆମେ ଏଇଥିପାଇଁ ସାରଙ୍କ ପାଖକୁ ଆସିଛୁ। ଆମ ଗାଁର ଜଣେ ଲୋକ ସୁମନ୍ତ କୁମାର ଦାସ ପିତା ସଚିଦାନନ୍ଦ ଦାସ ଆମ ଗାଁର ଗୋଟେ ସରକାରୀ ଜାଗା ଅଛି ଯୋଉଟା କି ଆଜ୍ଞା ଆମ ଗାଁରେ ଗୋଟେ ସରକାରୀ ଜାଗା ଅଛି ଯୋଉଥିରେ କି 2ଟା ଟ୍ରାନ୍ସଫର ଅଛି ଆଉ ଗୋଟେ ସରକାର କୂଅ ମଧ୍ୟ ଅଛି। ସେ କୂଅ ପାଖକୁ ସେ ସମ୍ପୂର୍ଣ୍ଣ ଭାବରେ ଆବଦ୍ଧ କରିଦେଇଛି, ଯୋଉଟା କି ରାସ୍ତା ଟିକେ ନାହିଁ, ଲୋକମାନେ ହଇରାଣ ହଉଛନ୍ତି। କୂଅ ପାଖକୁ ନା ପାଣି ଟିକେ ପାଇ ପାରୁଛନ୍ତି, ନା ଗାଁରେ ଯଦି କୌଣସି ଇଲେକ୍ଟ୍ରିକ ଯଦି ସୁବିଧା ଭଲ ମନ୍ଦ ହଉଛି ତାହେଲେ ଟ୍ରାନ୍ସଫର ପାଖକୁ ବି ରାସ୍ତା ନାହିଁ ଯିବା ପାଇଁ, ଯୋଉଟା କି ମୋଟାମୋଟି ହିସାବରେ ସେ ସମ୍ପୂର୍ଣ୍ଣ ଆବଦ୍ଧ କରିছে। ତାକୁ ବାରମ୍ବାର କହିଲା ପରେ ବି ସେ ଟୋଟାଲ ଶୁଣୁନି, ବରଂ ଓଲଟି ଧମକ ଦଉଛି, ଯାହା ଦ୍ୱାରା କି ଏମିତି କି ବିଜେଡି ସରକାର ତା ସପୋର୍ଟର ବି ମଧ୍ୟ କିଛି ଲୋକ ରଖୁଛନ୍ତି। ତେଣୁ ସେଇ ବର୍ଷେ 1.5 ବର୍ଷ ପାଖାପାଖି ହେଇଗଲାଣି ତହସିଲ ଅଫିସରେ ଏମିତି ବୋଧ ହୁଏ 24/6 ବୋଧେ, ମୋର ପରଫେକ୍ଟ ମନେ ପଡୁନି, କିନ୍ତୁ 24/6 ବୋଧେ ଦିଆହେଇଥିଲା ତହସିଲଦାରଙ୍କୁ ଆପ୍ଲିକେସନ ଦିଆହେଇଥିଲା। ଆଉ ତାହାର କିଛି ହେଇନି। ଆମେ ଚାହୁଁଛୁ ସେ ଜାଗା ପାଇଁ ଆମର ରାସ୍ତା ଆଉ ସେ ଜାଗାଟାର ହେଲେ ଗାଁ ଲୋକମାନେ ପାଣି ପାଇଁ ଯାଇପାରିବେ, ଆଉ ଟ୍ରାନ୍ସଫର ଇଲେକ୍ଟ୍ରିକ ଯଦି କିଛି ଅସୁବିଧା ଭଲ ମନ୍ଦ ହେଲା ଏଠିକି ଯାଇପାରିବେ। এইভଳିଆ ଅସୁବିଧା ପାଇଁ ଆମେ ନିହାତି ଚାହୁଁଛୁ, କିନ୍ତୁ ଆମ ଗାଁ ତରଫକୁ ଜାଗାଟା ଆସିପାରିବ। ଢେଙ୍କାନାଳ ବ୍ୟୁରୋ ଶୁଭମ ପାଣିଙ୍କ ରିପୋର୍ଟ, ଧନୁଷ ଏକ୍ସପ୍ରେସ।